ମାଣରେ ଅଧମାଣେ ହେବ ଚାଉଳ ନେଇଛି। ଏଠି ମୁଁ ଅରୁଆ ଚାଉଳ ନେଇଛି, ଆପଣମାନେ ବି ଅରୁଆ ଚାଉଳ ନେବାକୁ ଚେଷ୍ଟା କରିବେ। ତ ଅରୁଆ ଚାଉଳକୁ ନେଇକି ମାନେ 500 ହେବ। ଅରୁଆ ଚାଉଳକୁ ନେଇକି ମୁଁ ପାଣିରେ ଭିଜେଇକି ତାକୁ 4 ରୁ 5 ଘଣ୍ଟା ପର୍ଯ୍ୟନ୍ତ ରଖିଲି। ତାପରେ ସେକେଣ୍ଡରେ ମୁଁ କ'ଣ କଲି ନା, ଯେଉଁ ଶାଗୁକୁ ମଧ୍ୟ ମୁଁ 500 ନେଇଛି। ଶାଗୁ 500କୁ ନେଇକି ମୁଁ ପାଣି ଦେଇକି ଠିକ୍ 4 ରୁ 5 ଘଣ୍ଟା ପର୍ଯ୍ୟନ୍ତ ତାକୁ ମଧ୍ୟ ବତୁରେଇକି ରଖିଦେଉଛି। ଏମିତି କରିବା ଦ୍ୱାରା ଶାଗୁ ଭଲ ଭାବରେ ବି ଫୁଲି ଯାଇଥିବ ଆଉ ନରମ ବି ହେଇଯାଇଥିବ। ଏବେ ଯେଉଁ ଚାଉଳକୁ ଆମେ ଧୋଇକି ରଖିଥିଲେ ସେ ଚାଉଳକୁ ଦେଖନ୍ତୁ କେତେ ସୁନ୍ଦର ଭାବରେ ବ୍ୟାଟର ବନେଇ ନେଇଛି, ଗ୍ରାଇଣ୍ଡିଙ୍ଗ କରିନେଇଛି। ଏମିତି ପାଣିଆ କରିକି ମୁଁ ଗ୍ରାଇଣ୍ଡିଙ୍ଗ କରିଛି, ଦେଖିପାରୁଥିବେ। ଦେଖନ୍ତୁ ଲାଗୁନି, ଯେମିତି ଡଙ୍କିରେ ଦେଖନ୍ତୁ ଏପଟ ସେପଟ କଲା ପରେ ବି ଦେଖନ୍ତୁ ଜମା ବି ଲାଗୁନି। ଏହିପରି ଭାବରେ କରିନେବେ। ତାପରେ ମୁଁ ଗ୍ୟାସରେ ବସେଇ ଦେଇଛି ବଡ଼ ମାଡ଼ିଆ ବସେଇକି ସେଥିରେ ଯେଉଁ ଶାଗୁକୁ 4 ରୁ 5 ଘଣ୍ଟା ଭିଜେଇକି ରଖିଥିଲି ତାକୁ ଦେଇକି ମୁଁ ପାଣି ଦେଇଦେଲି। ସେ ବେଲାରେ 2 ବେଲା ଭଳିଆ ପାଣି ଦେଇକି ସ୍ୱାଦ ଅନୁସାରେ ଲୁଣ ଦେଇକି ତାକୁ ଆମେ ଗୋଳେଇବା। କାହିଁକିନା ମୁଁ କରିବି ଏଇଟା ବହୁତ ହେଇଯିବ, ଯେତେବେଳେ ଫେଣ୍ଟିଲେ ବହୁତ ହେଇଯିବ ଚାଉଳ ଆଉ ଯେଉଁ ଶାଗୁକୁ ଫେଣ୍ଟିବା ଦ୍ୱାରା ବହୁତ ହେଇଯିବ ବୋଲି 500 ନେଇଛି ଯେହେତୁ, ତ ସେଥିପାଇଁ ମୁଁ ବଡ଼ ମାଡ଼ିଆରେ କରୁଛି। ଦେଖନ୍ତୁ ଏବେ ଶାଗୁ ଫିଟି ଆସିଲାଣି। ଏବେ ଆମେ ଯେଉଁ ଚାଉଳର ବ୍ୟାଟରକୁ ରଖିଥିଲେ ତାକୁ ଦେଇଦେବା। ଦେଲା ବେଳେ ଏପଟରେ ଗୋଳଉଥିବେ, ଆଉ ଜଣେ ସେପଟରେ ଦେଉଥିବେ। ଏମିତି କରିକି ଗୋଳେଇ ନେବେ, ନହେଲେ ଲାଗିଯିବ। ଲାଗିକି ବିଣ୍ଡା ଟାଇପ୍ର ମାନେ ଗେଟା ହେଇଯିବ। ଦେଖନ୍ତୁ ମୁଁ ଫେଣ୍ଟୁଛି, ତଥାପି ମୁଁ ଫେଣ୍ଟି ପାରୁନି। ଯେମିତି ଭଲ ଭାବରେ ଧରିକି ଫେଣ୍ଟି ନେବେ, ତ ଫେଣ୍ଟିବା ଦ୍ୱାରା ଗେଟା ଜମା ବି ଆସିବନି। ତାପରେ ଦେଇଦେଉଛି କିଛି ଖସା, ଆଉ ଦେଇଦେବା କଳା ଜିରା ଆଉ ଜିରା। ଆକୁ ସବୁ ମିଶେଇକି ଆମେ ଦେଇଦେବା। ଯାହାର ବହୁତ ସୁନ୍ଦର ଟେଷ୍ଟ ଆସିବ। ଖାଇଲା ବେଳେ ଯେତେବେଳେ ଭାଜିକି ଖାଇବେ ବହୁତ ସୁନ୍ଦର ଟେଷ୍ଟ ଆସିବ। ତ ସେଥିପାଇଁ ଦେଇକି ଆମେ ଭଲ ଭାବରେ ମିଶେଇ ନେବା। ଦେଖନ୍ତୁ କେତେ ସୁନ୍ଦର ବି ଲାଗିବ ଖାଇବାକୁ। ଏହି ପଦ୍ଧତିରେ ନିଶ୍ଚିନ୍ତ ଭାବେ ଥରେ କରିବେ, ଆଉ କରିକି ଖାଇସାରିଲା ପରେ କେମିତି ଲାଗିଲା ମୋ ସହିତ କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଭାବେ ସେୟାର କରିବେ। ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ। ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଅଲ୍ରେ କରିବେ କ୍ଲିକ୍। ଏମିତି ନୂଆ ରେସିପିର ଭିଡ଼ିଓ ମୁଁ ବି ଯେତେବେଳେ ଛାଡ଼ିବି ଆପଣମାନଙ୍କ ପାଖରେ ସର୍ବପ୍ରଥମେ ଯାଇ ପହଞ୍ଚିବ। ଏବେ ଆମେ ଗ୍ୟାସକୁ ବନ୍ଦ କରିଦେବା, ଆଉ ଏଇଟାକୁ ଆମେ ଥଣ୍ଡା କରିନେବା। ଏଇ ଜନ୍ତା ଯାଇଥିବା ଶାଗୁ ଆଉ ଚାଉଳକୁ ଆମେ ଥଣ୍ଡା ହେବାକୁ ଦେବା। ଏପଟରେ ଆମେ କ'ଣ କରିବା ନା, ଯେଉଁ ତେଲ ଆମେ ଖାଉଛନ୍ତି ସୋରିଷ ତେଲ ହେଉ କି ରିଫାଇନ୍ ତେଲ ହେଉ, ସେଇ ଜରିକୁ ପକେଇବାନି। ସେଇ ଜରିକୁ ଦେଖନ୍ତୁ କେମିତି କାଟି ନେଲି। ଆଗ ପଟରୁ ପୁରା କାଟି ନେଇଛି। ତାପରେ ଆମେ ପଛପଟ ସାଇଡ଼ରୁ ଅଳ୍ପ କି କାଟିବା। ଯେମିତି ସାଇଜ୍ର ଆପଣ କରିବାକୁ ଚାହିଁବେ ବଡ଼ି, ସେଇ ଟାଇପ୍ର ହିଁ କାଟିବେ। ତ ମୁଁ କାଟି ନେଇଛି। କାଟି ନେଲା ପରେ ଜନ୍ତା ଯାଇଥିବା ଏଇ ଶାଗୁ ଆଉ ଚାଉଳକୁ ଆମେ ତା ଭିତରେ ଦେଇଦେବା। ବଡ଼ି ପାରିବା ପାଇଁ ମୁଁ ଏଠି ଗୋଟେ ଜାଲି ନେଇଛି। ସେଇ ଜାଲିରେ ଦେଖନ୍ତୁ ଏମିତି ଉପରୁ ଧରିକି ଧୀରେ ଧୀରେ ଚିପିଲେ ଯେଉଁ ସେପ୍ର ଆପଣମାନେ କରିବାକୁ ଚାହିଁବେ ସେଇ ସେପ୍ର କରିବେ। ଦେଖନ୍ତୁ ମୁଁ କିପରି ଭାବରେ କରୁଛି। ବଡ଼ି ପାରିଲା ବେଳେ ତ ବହୁତ ସୁନ୍ଦର ଦେଖାଯାଉଛି। ଦେଖନ୍ତୁ ତାଠାରୁ ବି ସୁନ୍ଦର ଲାଗିବ ଯେତେବେଳେ ବଡ଼ି ଶୁଖିଗଲା ପରେ ଆପଣମାନେ ଛାଙ୍କିକି ଖାଇବେ। ମାନେ ଟେଷ୍ଟ ଏତେ ସୁନ୍ଦର ଆସିବ, ଆପଣ ଜମା ବି ଭୁଲି ପାରିବେନି। ମୋତେ ଏମିତି କରିବେ ଥରେ, କେମିତି ଲାଗିଲା ମୋ ସହିତ ନିଶ୍ଚିନ୍ତ ଭାବେ କମେଣ୍ଟ ବକ୍ସରେ ସେୟାର କରିବେ। ଏବେ ଆମେ ସବୁ ବଡ଼ିକୁ ପାରି ଦେଇଛନ୍ତି। ଆମେ ଏହାକୁ 2ଟି ଖରା ଦେବା। 1ରୁ 2ଟା ଖରା ଦେଲେ ହେଇଯିବ। ଏ ଯେଉଁ ଗରମ ହେଉଛି ଖରା 2ଟା ଖରାରେ ଶୁଖିଯିବ ପୁରାପୁରି। ତ ମୁଁ ଖରାରେ ଦେଇଛି। ଦେଖନ୍ତୁ ପ୍ରଥମ ଦିନ ମୁଁ 9ଟା 10ଟା ବେଳେ ଏ ବଡ଼ି ପରା ଯାଇଥିଲା। ତାପରେ 5ଟା 5:30 ବେଳକୁ ଯେତେବେଳେ ଆମେ ଆଣିବାକୁ ଗଲୁ ଏଇ ବଡ଼ିକୁ, ଦେଖନ୍ତୁ ଗୋଟେ ଛାଡ଼ି ବି ଆସିଲାଣି। ତ ଏଇ ଦ୍ୱିତୀୟ ଦିନର ରେଜଲ୍ଟ ଦେଖନ୍ତୁ। ଦ୍ୱିତୀୟ ଦିନରେ ସବୁ ବଡ଼ି ମାନେ ଛାଡ଼ି ଯାଉଛି କେତେ ସୁନ୍ଦର ଭାବରେ। ୟାର କଲର୍ ବି କେମିତି ସୁନ୍ଦର ଦେଖାଯାଉଛି। ସବୁ ଖସିଗଲାଣି, ହେଇଯାଇଛି ପ୍ରସ୍ତୁତ। ଏବେ ଆମେ ତାକୁ ନେଇଯିବା ଘରକୁ ନେଲା ପରେ ଆମେ ଛାଙ୍କିବା। କେମିତି ଛାଙ୍କିଲା ବେଳକୁ କେତେ ସୁନ୍ଦର ହେଇ ଫୁଲୁଛି ଆପଣମାନେ ଦେଖିବେ। ଆଉ ଯେମିତି ବି ଫୁଲୁ ଆଉ ସୁନ୍ଦର ଲାଗିବ। ଯେତେବେଳେ ଚୋବେଇ ଖାଇବେ ନା, ମୁସମୁସିଆ ଏତେ ସୁନ୍ଦର ଲାଗିବ ଯେ ଆପଣମାନେ ଜମା ବି ଭୁଲି ପାରିବେନି। ବାର ଘରେ ବନେଇ ଖାଇବେ। କଡ଼େଇ ବସେଇ ଦେଇଛି। କଡ଼େଇ ବସେଇଲା ପରେ ତେଲ ପକେଇଛି। ତେଲ ଗରମ ହେଇଯିବା ପରେ ଦେଇଛି ଯେତେବେଳେ ସାଙ୍ଗେ ସାଙ୍ଗେ ଦେଖନ୍ତୁ କେମିତି ଫୁଲି ଯାଉଛି।
बहुत सुंदर लगे खाइबा नुआ नुआ रेसिपी वीडियो देखिबा पई निश्चिंत भाबे मो चैनल टी को सब्सक्राइब करनेबे आउ बहुमूल्य समय दे मो भिडियो टी को प्रथम शेष पर्यंत देखिथिबारु बहुत बहुत धन्यवाद जणाउछि आपण माननकु। देखंतु केते सुंदर देखा जाउछि खाइबा को ताठारु भी द्विगुणा लागिवो आउ थरे ट्राई करिवे ताहले रहुछि। नमस्कार, जय जगन्नाथ, बाय।